ଆପଣ ଯେତେବେଳେ ସେ କ୍ଷେତ୍ରରେ କାମ କରୁଥିବେ ଦୁଇଟି ଇଞ୍ଜିନ୍ କାମ କରୁଥିବ ଭାରତୀୟ ଜନତା ପାର୍ଟିର କିଛି ସମସ୍ୟା ହେଉନି ଆପଣଙ୍କୁ କ'ଣ ଲାଗୁଛି ଏସବୁ ଆପଣଙ୍କ ଭାରତୀୟ ଜନତା ପାର୍ଟି ସରକାରରେ ଥିବା କାରଣରୁ ଅନ୍ୟମାନଙ୍କର ପ୍ରାୟୋଜିତ ନା କେଉଁଠି ଆପଣ କଣ୍ଟ୍ରୋଲ କରିବାରେ ବିଫଳ ହେଇଗଲେ? ଏଠି ମସଜିଦ୍ ବି ଅଛି, ଚର୍ଚ୍ଚ ବି ଅଛି, ଆଉ ମନ୍ଦିର ବି ଅଛି। କାହିଁକି ଆମେ ସମସ୍ତଙ୍କ ଭିତରେ ଈଶ୍ୱରକୁ ଦର୍ଶନ କରୁ। ଏଇଟା ହେଉଛି ହିନ୍ଦୁତ୍ୱର ଦର୍ଶନ। ଆଉ ସେ ନିଜକୁ ରକ୍ଷା କରିବା ପାଇଁ ପ୍ରତି ଆକ୍ରମଣ କରନ୍ତି, ତାହେଲେ ତାଙ୍କୁ କ'ଣ ଜେଲର ଚାରିକାନ୍ଥ ଭିତରେ ବନ୍ଦ କରିବା ଉଚିତ? ନ୍ୟାୟ ଦେବା ପାଇଁ ଅଭିଯୋଗକାରୀକୁ ବି ତ ଜେଲର ଚାରିକାନ୍ଥ ଭିତରେ ରଖିବା ଉଚିତ ନୁହେଁ ନା? କମ୍ ଦିନର ସରକାର ଆପଣଙ୍କର ବହୁତ କମ୍ ଦିନର ସରକାର, ଆଉ ବହୁତ ଗୁଡ଼ିଏ ଚ୍ୟାଲେଞ୍ଜେସ୍ ଅଛି ସରକାରଙ୍କ ପାଖରେ। ଆଉ ଆପଣ ଯେଉଁ କଥା କହିଲେ ଭାରତ ଧର୍ମ ନିରପେକ୍ଷ ନୁହେଁ। ଭାରତ କେବେ ଧର୍ମ ନିରପେକ୍ଷ ହେଇପାରିଛି? ସମ୍ବିଧାନ କହୁଛି ରିଲିଜିୟସ୍ କଥା ହେଉଛି। ରିଲିଜିଅନ୍ ମାନେ ଧର୍ମ ନୁହେଁ, ରିଲିଜିଅନ୍ ମାନେ ସମ୍ପ୍ରଦାୟ। କଟକରେ ଯେଉଁ ଘଟଣା ଘଟିଲା ଏ ପଛରେ ମୁଁ କହୁଛି ଯେ ବାପ ଝିଅଙ୍କର ଚକ୍ରାନ୍ତ ଅଛି। କଟକର ବିଧାୟିକା ତାଙ୍କୁ କ'ଣ ତାଙ୍କ ନାଁ ହେଲା ସୋଫିଆ ଫିରଦୋଷ। ତାଙ୍କ ନାଁ ସୋଫିଆ ଫିରଦୋଷ ହେବା କଥା ନୁହେଁ, ତାଙ୍କ ନାଁ ମାଫିଆ ଫିରଦୋଷ ହେବା କଥା। ଏଇଟା ତ ବିଚାର ନୁହେଁ। ଘରେ ଘରେ ମଦ ପହଞ୍ଚେଇବା, ଗାଁରେ ମଦ ପହଞ୍ଚେଇବା, ସମସ୍ତଙ୍କୁ ମଦୁଆ କରିବା, ଆଉ ରାଜସ୍ୱ ନାଁରେ ଯେମିତି ସତରେ ସେମାନେ ରାମ ମନ୍ଦିର ପାଇଁ ସତରେ ତାଙ୍କ ପ୍ରାଣ କାନ୍ଦୁଛି। କେବେ ତାଙ୍କ ପ୍ରାଣ କାନ୍ଦୁଥିଲା? ସେମାନେ ରାମ ମନ୍ଦିର ନ ହଉ ବୋଲି ଚିନ୍ତା କରୁଥିଲେ। ସମସ୍ତଙ୍କ ସହମତି ଭିତରେ ମୁଁ ମୋ ଜୀବନଟି ଚାଲିଛି। ବାପା ମାଙ୍କର ଆଶୀର୍ବାଦ ମଧ୍ୟ ମୋ ଉପରେ ଅଛି। ରାଜନୀତି ମଧ୍ୟ ଏକ ସଂଗଠନ, କିନ୍ତୁ ଏ ସଂଗଠନରେ ସେ ସଂଗଠନ ଭଳି କାର୍ଯ୍ୟ ହୁଏ। ମୁଁ ସବୁ କିଛି ଭୁଲିଯାଏ ଯେ କ'ଣ କିଏ ମୋ ବିପକ୍ଷରେ ଅଛି, ସେ ଦଳର ହୁଅନ୍ତୁ କି ବିରୋଧୀ ଯିଏ ହୁଅନ୍ତୁ। ଉନ୍ମୋଚନର ନୂଆ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଯିଏକି ସଂଘ ନାମରେ ପରିଚିତ, ସଂଘର ବିଚାରରେ ଉଦ୍ବୃତ ହୋଇ ସାନବେଳୁ ନିଜକୁ ଖଣ୍ଡେ ଖାକି ପ୍ୟାଣ୍ଟ, ଧଳା ସାର୍ଟ ଓ ଦଣ୍ଡ ଓ ଟୋପି ଦ୍ୱାରା ସଜ୍ଜିତ କରି ଯିଏକି ସଂଘର ବିଚାରକୁ ଘରେ ଘରେ ପହଞ୍ଚାଉଥିଲେ। ସଂଘ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ସେ ଦାୟିତ୍ୱକୁ ମଧ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିଲେ। ସଂଘ ତାଙ୍କୁ ମହାବିଦ୍ୟାଳୟ ପ୍ରମୁଖ ଦାୟିତ୍ୱ ଦେଇଥିଲା। ପରବର୍ତ୍ତୀ ସମୟରେ ସଂଘର ବିବିଧ କ୍ଷେତ୍ର, ଅନନ୍ୟ ବିବିଧ କ୍ଷେତ୍ର, ହିନ୍ଦୁ ଜାଗରଣ ମଞ୍ଚର ବିଭାଗ ସଂଯୋଜକ ଭାବେ ମଧ୍ୟ ଦାୟିତ୍ୱ ଦେଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ମିଳିଥିଲା। କିନ୍ତୁ ତାଙ୍କର ସେଇ ଯେଉଁ ଲିଡରସିପ୍ କ୍ୱାଲିଟି, ଯୁବ ବୟସରେ ଯୁବକମାନଙ୍କୁ ଏକତ୍ର କରିବାର କଳା ଏବଂ ହିନ୍ଦୁମାନଙ୍କର ସମସ୍ୟା ନେଇକି, ଗରିବମାନଙ୍କର ସମସ୍ୟା ନେଇକି, ଅସହାୟମାନଙ୍କ ସମସ୍ୟା ନେଇକି ଯେଉଁଭଳି ଭାବରେ ସେ ଲଢ଼େଇ କରୁଥିଲେ, ପରବର୍ତ୍ତୀ ସମୟରେ ସଂଘର ଅନନ୍ୟ ବିବିଧ କ୍ଷେତ୍ର, ରାଜନୈତିକ ଦୃଷ୍ଟିକୋଣରୁ ଯଦି ଦେଖିବା, ସାରା ଭାରତ ବର୍ଷରେ ଏବଂ ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ଟିକେଟରୁ ମାହାଙ୍ଗା ଭଳି ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ମଧ୍ୟ ସେ ହେଇଥିଲେ। ଆସନ୍ତୁ ଆଜି ଉନ୍ମୋଚନର ପଡକାଷ୍ଟ ଅସ୍ମିତାର କଥାରେ ସ୍ୱାଗତ କରିବା ଯୁବ ନେତା, ଯୁବ ସଂଗଠକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ RSSର ବିଚାରରେ ସମ୍ପୂର୍ଣ୍ଣ ଭାବେ ଅନୁପ୍ରାଣିତ, ଉତ୍ସର୍ଗୀକୃତ ସେଇ ଯୁବକଙ୍କଠାରୁ ଶୁଣିବା ତାଙ୍କ ସଂଘର୍ଷର କାହାଣୀ ଏବଂ ସଂଘକୁ ନେଇକି ତାଙ୍କର ଯେଉଁ ବିଚାର ତାଙ୍କ ମନରେ ଜାଗ୍ରତ ହେଇଥିଲା, ଏବେ କିଭଳି ଭାବରେ ରାଜନୀତି କ୍ଷେତ୍ରରେ ତାର ପରିପୃଷ୍ଟତା ତାକୁ ବିନିଯୋଗ କରୁଛନ୍ତି, ସେ ବିଷୟରେ ପଚାରି ବୁଝିବା। ଆସନ୍ତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଯୁବ ନେତା ଏବଂ ବିଜେପିର ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼େଇଙ୍କୁ ସ୍ୱାଗତ କରିବା। ନମସ୍କାର ଭାଇ। ନମସ୍କାର। କେମିତି ଅଛନ୍ତି? ଭଲ। ଏବେ ବି ଟିପା ମାରିବା ଅଭ୍ୟାସ, ମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର 100 ବର୍ଷ ପୂର୍ତ୍ତି ଅବସରରେ ଆପଣ ଜଣେ ସଚ୍ଚା ସ୍ୱୟଂସେବକ ଭାବରେ ନିଜର ପରିଚୟ ମଧ୍ୟ ପ୍ରଦାନ କରିଛନ୍ତି। ଅନେକ ଦିନ ଦେଖିଛୁ ଆପଣ ସବୁବେଳେ ହିନ୍ଦୁମାନଙ୍କର ବିଷୟ ନେଇକି ଭାରି ତୁମ୍ବି ତୁଫାନ କରନ୍ତି। ଏବେ ପଲିସି ବନାଉଥିବା ଭାରତୀୟ ଜନତା ପାର୍ଟିର ଆପଣ ସଦସ୍ୟ ଏବଂ ବିଧାୟକ ପ୍ରାର୍ଥୀ ମଧ୍ୟ। ସ୍ୱୟଂସେବକ ଥିଲେ, ଏବେ ରାଜନୈତିକ କର୍ମୀ ଭିତରେ କେତେ ପ୍ରଭେଦ ଦେଖିପାରୁଛନ୍ତି ଆପଣ? ମୋ ପାଇଁ ରାଜନୀତି ହେଉଛି ଗୋଟେ ସେବା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ମୁଁ କାମ କଲା ଭିତରେ ସଂଘ ମୁଁ ଗୋଟେ କଥା ଶିଖାଇଥିଲା ଯେ ରାଷ୍ଟ୍ର ସର୍ବୋପରି। ଆଉ ସେବା ଯେକୌଣସି କ୍ଷେତ୍ରରେ କାମ କରିବ ସେଇ ସେବା ମନୋଭାବ ଏବଂ ରାଷ୍ଟ୍ର ସର୍ବୋପରିକୁ ସାମ୍ନାରେ ରଖିକି ହିଁ କାମ କରିବ। ତ ସେଇ ଭାବନା, ସେଇ ବିଚାର ନେଇ ଆଜି ମୁଁ କାର୍ଯ୍ୟ କରୁଛି। ଭାରତୀୟ ଜନତା ପାର୍ଟିରେ ମୁଁ ସକ୍ରିୟ ଅଛି, ଆଉ ସେଇ ରାଷ୍ଟ୍ର ସର୍ବୋପରିର ବିଚାରକୁ ନେଇକି ଆମେ ଆଗକୁ ଯାଉଛୁ। ରାଷ୍ଟ୍ରୀୟ ସ୍ୱୟଂସେବକ ସହିତ ଛୋଟବେଳୁ ଜଡ଼ିତ ଏବଂ ଜଣେ ସ୍ୱୟଂସେବକ ଭାବରେ, ଜଣେ ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଭାବରେ ମଧ୍ୟ ଆପଣ ଅନେକ କାର୍ଯ୍ୟ ସମ୍ପାଦନ କରିଛନ୍ତି। ପ୍ରମୁଖ ଦାୟିତ୍ୱରେ ମଧ୍ୟ ଅଛନ୍ତି। ଯୁବକମାନଙ୍କୁ ମଧ୍ୟ ଏକତ୍ର କରନ୍ତି। ଯେଉଁ ସଂଘର ବିଚାର, ଯେହେତୁ ସଂଘର 100 ବର୍ଷ ପୂର୍ତ୍ତି ହେଉଛି, ସଂଘର ଯେଉଁ ବିଚାର ଡକ୍ଟର ଜି, ଶ୍ରୀ ଗୁରୁଜୀ ଦେଖିଥିଲେ, ଆଜି ଆପଣଙ୍କୁ ଲାଗୁଛି ସେସବୁ ବିଚାରରେ ଏବେ ବି ସଂଘ ଦୃଢ଼ୀଭୂତ ଅଛି ବୋଲି? ନିଶ୍ଚିନ୍ତ
ସଂଘ ଆଜି ବି ସେ ବିଚାରରେ ଚାଲିଛି। 100 ବର୍ଷ ପୂର୍ତ୍ତି ଅବସରରେ ସଂଘ ପଞ୍ଚ ପରିବର୍ତ୍ତନର କଥା ବି କହିଛି। ଆଉ ଆମର ଯେ ପୂଜ୍ୟ ସରସଂଘ ଚାଳକ ଅଛନ୍ତି ମୋହନ ଭାଗବତଜୀ, ସେ ସବୁବେଳେ ଗୋଟେ କଥା କୁହନ୍ତି, ଆମେ ହିନ୍ଦୁତ୍ୱକୁ ନେଇକି ବୁଡ଼ିବୁ ପଛେ କିନ୍ତୁ ହିନ୍ଦୁତ୍ୱକୁ କେବେ ଛାଡ଼ିବୁନି। ରାଷ୍ଟ୍ର ଆମ ପାଇଁ ସର୍ବୋପରି, ହିନ୍ଦୁତ୍ୱ ଆମ ପାଇଁ ସବୁ କିଛି। ତ ସେଇ ବିଚାରରେ ଆଜି ବି ସଂଘ କାମ କରୁଛି। ମୋହନଜୀ ହେଉଛନ୍ତି ଆମର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଷଷ୍ଠ ପିଢ଼ି। ତ ବର୍ତ୍ତମାନ ତାଙ୍କ ନେତୃତ୍ୱରେ ସାରା ବିଶ୍ୱରେ ସଂଘ ଚାଲୁଛି। ଏଠି ଆମର ଭାରତବର୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାଁରେ ଏବଂ ଅନ୍ୟ ଦେଶରେ ହିନ୍ଦୁ ସ୍ୱୟଂସେବକ ସଂଘ ନାଁରେ ସଂଘ କାମ କରୁଛି। ଆଉ ବିଚାର ଆଜି ବି ସେଇଆ ଅଛି। ବିଚାରରେ କୌଣସି ପରିବର୍ତ୍ତନ ହେଇନି, ଲକ୍ଷ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ନାହିଁ। ଯେ ଭାରତ ବିଶ୍ୱଗୁରୁ ଯେଉଁ ଲକ୍ଷ୍ୟ ନେଇକି ସଂଘ ଚାଲିଛି, ଆମର ବିଶ୍ୱାସ ଅଛି ନିଶ୍ଚିନ୍ତ ଏଇଟା ପୂର୍ଣ୍ଣ ହେବ ଏବଂ ସଂଘ ସେ ବିଚାରରେ ଅଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର 100 ବର୍ଷ ପୂର୍ତ୍ତି, ଆପଣମାନଙ୍କ ମନରେ ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା। ଆମେ ମଧ୍ୟ ସ୍ୱପ୍ନ ଦେଖୁଛୁ କେବେ ଭାରତ ହିନ୍ଦୁ ରାଷ୍ଟ୍ର ହେବ। 100 ବର୍ଷ ପୂରଣ କରିବାକୁ ଯାଉଛେ, ଆଉ ଆପଣଙ୍କ ଅନୁଯାୟୀ ସରକାର ରାଷ୍ଟ୍ରୀୟ ସ୍ତରରେ ଅଛି, ଆଉ ରାଷ୍ଟ୍ରୀୟ ସ୍ତରର ନେତା ଯିଏକି ବିଶ୍ୱରେ ଏକ ନିଜର ଛାୟା ଛାଡ଼ିଗଲେଣି, ନିଜର ବିଶ୍ୱରେ ନିଜର ଏକ ମୂର୍ତ୍ତି ସ୍ଥାପନ କରିସାରିଲେଣି, ଯାହାଙ୍କୁ ସମସ୍ତ ଦେଶର ରାଷ୍ଟ୍ର ମୁଖ୍ୟମାନେ ତାଙ୍କୁ ସବୁବେଳେ ତାଙ୍କ ବିଷୟରେ ଚର୍ଚ୍ଚା କରନ୍ତି, ତାଙ୍କ ସହିତ ମିଶିବା ପାଇଁ ମଧ୍ୟ ଇଚ୍ଛା କରନ୍ତି। ଆପଣ ସେଇ ହିନ୍ଦୁ ରାଷ୍ଟ୍ରରେ ଏପର୍ଯ୍ୟନ୍ତ ବି ଗୋହତ୍ୟା ଚାଲିଛି। 100 ବର୍ଷ ପୂର୍ତ୍ତି ହେବ, ଏ ଗୋହତ୍ୟା କେବେ ବନ୍ଦ ହେବ? ଯେଉଁ ଗୋମାତାକୁ ନେଇ, ଯେଉଁ ଗୋମାତା ପାଇଁ ଆମ ମନରେ ମଧ୍ୟ ବିଶେଷ ଶ୍ରଦ୍ଧା ଅଛି, ବିଶେଷ ସମ୍ମାନ ଅଛି। ଯଦି ପୁରା ପ୍ରକରଣକୁ ଦେଖିବେ, ପୁରା ସୃଷ୍ଟିକୁ ଦେଖିବେ, ଯଦି କୌଣସି ବି ଜୀବଜନ୍ତୁ, ଭଗବାନଙ୍କ ସୃଷ୍ଟିରେ ଯେତେ ଜୀବଜନ୍ତୁ ଅଛନ୍ତି, କାହାର ବି ମାଆର କୌଣସି ଅସୁବିଧା ହୁଏ, ତା ଛୁଆକୁ ଗାଈର କ୍ଷୀରର ଆବଶ୍ୟକତା ପଡ଼ିଥାଏ, ଯେଉଁଠି ଅମୃତ ବୋଲି କୁହାଯାଏ। ଗାଈକୁ ଆମେ ମା ବୋଲି ସମ୍ବୋଧନ କରୁ। କିନ୍ତୁ ଏବେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଗୋ ରପ୍ତାନିରେ, ଗୋ ମାଂସ ରପ୍ତାନିରେ। କେବେ ଏସବୁର ପରିସମାପ୍ତି ଘଟିବ? ଦେଖନ୍ତୁ, ଆପଣ ଆ ଭିତରେ ଦୁଇଟି କଥା ପଚାରୁଛନ୍ତି। ପ୍ରଥମ କଥା ଯେ ଭାରତ କେବେ ହିନ୍ଦୁ ରାଷ୍ଟ୍ର ହେବ? ଭାରତ ହିନ୍ଦୁ ରାଷ୍ଟ୍ର ଚିରକାଳରୁ ଅଛି, ହେବ ନାହିଁ। ଦେଖନ୍ତୁ, ସମ୍ବିଧାନ ଅନୁଯାୟୀ ଦେଶ ଚାଲୁଛି ସତ କଥା, କିନ୍ତୁ ଭାରତର ପ୍ରତ୍ୟେକ ଲୋକ ମାନେ ହିନ୍ଦୁମାନଙ୍କୁ ଆପଣ ପଚାରନ୍ତୁ ଯେ ଭାରତ କେଉଁ ରାଷ୍ଟ୍ର, ସେମାନେ ତାର ଉତ୍ତର ଦେବେ। ଆମର ବି ବିଶ୍ୱାସ ଯେ ଭାରତ ହେଉଛି ହିନ୍ଦୁ ରାଷ୍ଟ୍ର। ଏଥିରେ କୌଣସି ସଂକୋଚ ଆମ ମନରେ ନାହିଁ। ହବ କ'ଣ ସେଇଟା ଅଲଗା କଥା, ହବ କ'ଣ ଆମେ କହୁଛୁ ଭାରତ ହିନ୍ଦୁ ରାଷ୍ଟ୍ର। ହେଲେ ବି ଆପଣଙ୍କ ନେତାମାନେ ବୟାନବାଜି କରୁଛନ୍ତି ଭାରତ ହିନ୍ଦୁ ରାଷ୍ଟ୍ର ଘୋଷଣା ହେବ, ଭାରତ ହିନ୍ଦୁ। ଯେଉଁମାନଙ୍କ ମନରେ ସଂଶୟ ଅଛି, ଯେଉଁମାନଙ୍କ ମନରେ ଦ୍ୱିଧା ଅଛି ଭାରତ କାଳେ ଅଲଗା ରାଷ୍ଟ୍ର, ବିଚାରକୁ ଭଲସେ ବୁଝିନାହାନ୍ତି, ସେମାନେ କ'ଣ କହିଥାପାରନ୍ତି, କିନ୍ତୁ ଆମ ମନରେ ସ୍ପଷ୍ଟ ଅଛି ଭାରତ ହିନ୍ଦୁ ରାଷ୍ଟ୍ର। ଦ୍ୱିତୀୟ କଥା, ଆପଣ କହିଲେ ଗୋହତ୍ୟା ବିଷୟ ଆସିଲା। ଦେଖନ୍ତୁ, ଭାରତରେ କାନୁନ ଅଛି, ଓଡ଼ିଶାରେ ମଧ୍ୟ କାନୁନ ଅଛି, ଗୋହତ୍ୟା ନିରୋଧ କାନୁନ ଅଛି। ତ ସେଇଟାକୁ ସେମାନେ ସରକାର ଠିକ୍ ଭାବେ ପାଳନ କରିକି ଲୋକଙ୍କ ଭିତରେ ସଚେତନତା ଆଣିକି ଆମେ ବି ସେ ଦିଗରେ କାମ କରୁଛୁ। ଧୀରେ ଧୀରେ ଦେଖିବେ ଭାରତରୁ ଗୋହତ୍ୟା ଦିନେ ହଟିଯିବ, ସମ୍ପୂର୍ଣ୍ଣ ଭାବେ ହଟିଯିବ, ରହିବନି। ଆପଣ ସେଥିପାଇଁ ଅପେକ୍ଷା କରନ୍ତୁ। ସଂଘ ଆଜି 100 ବର୍ଷରେ ପାଦ ଥାପିଛି ଏବଂ ସଂଘ ଯେଉଁ ଲକ୍ଷ୍ୟ ନେଇକି ଚାଲୁଛି, ପ୍ରତ୍ୟେକ ଘରେ ଘରେ ସଂଘ ପହଞ୍ଚିବ, ପ୍ରତ୍ୟେକ ଘରେ ସଂଘର ବିଚାର ପହଞ୍ଚିବ। ଆଉ ନିଶ୍ଚିନ୍ତ ଭାବେ ଆମର ବିଶ୍ୱାସ ଅଛି ଗୋହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ। ଯେତେବେଳେ ହିନ୍ଦୁମାନେ ଜାଗ୍ରତ ହେବେ, ପ୍ରତ୍ୟେକ ସମାଜ ଭାରତବର୍ଷରେ ଯିଏ ବି ରହୁଛନ୍ତି, ସେମାନେ ଯେତେବେଳେ ଭାବିବେ ଯେ ନାଇଁ, ଯାହାକୁ ଆମେ ମାରୁଛୁ ତାର ଉପକାରିତା କ'ଣ ଅଛି, ଆମେ ତ ମା ବୋଲି କହି ତାକୁ ପୂଜା କରୁଛୁ, ଅନ୍ୟମାନେ ଯେଉଁ ଅନ୍ୟ ସମାଜ ଯେଉଁ ଅଛି, ସେମାନେ ତାକୁ ଯେତେବେଳେ ତାଙ୍କର ଦୃଷ୍ଟିକୋଣ ଦେଖିବେ, ଧୀରେ ଧୀରେ ବଦଳିବ। ନିଶ୍ଚିନ୍ତ ଭାବେ ମାନେ ଗୋହତ୍ୟା ଭାରତରୁ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ। ଆପଣ ଯଦି ଗୋବଂଶର ଅବନତିକୁ ଦେଖିବେ, ସ୍ୱାଧୀନତା ସମୟରେ ଗୋବଂଶର ସଂଖ୍ୟା ଯେତିକି ଥିଲା, ଆଜି ଦିନରେ ଗୋବଂଶର ଅନେକ ହ୍ରାସ ଘଟିଛି। ଆପଣ ହୁଏତ ଯେବେ ଗୋହତ୍ୟା ବନ୍ଦ କରିବା ପାଇଁ ଆଇନ ଆଣିବେ କିମ୍ବା ଗୋହତ୍ୟା ବନ୍ଦ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବେ, ସେତେବେଳକୁ ହୁଏତ ଗୋମାତାଙ୍କୁ ମାଇକ୍ରୋସ୍କୋପରେ ଖୋଜିବାକୁ ପଡ଼ିପାରେ। ଦେଖନ୍ତୁ, ସେମିତି କୌଣସି ବିଷୟ ନାହିଁ। ସଂଘ ଆ ଦିଗରେ ମଧ୍ୟ କାମ କରୁଛି। ଗୋସେନାରେ ବିଭିନ୍ନ ଆମର ସଂଘର ବିବିଧ ସଂଗଠନ, ସଂଘର ନିଜର ବିଭିନ୍ନ ଆୟାମ ଦ୍ୱାରା ଗୋରକ୍ଷା କେମିତି ହେଇପାରିବା ସହିତ ଗୋପାଳନ କେମିତି ହେବ, ଗୋମାତାଙ୍କ ଉପରେ ରିସର୍ଚ୍ଚ ମଧ୍ୟ କରାଯାଉଛି। ବଡ଼ ବଡ଼ ଆପଣ ମାନେ ଏକ୍ଜାମ୍ପଲ୍ କ୍ରିଏଟ୍ କଲା ଭଳିଆ ଗୋଶାଳା ମଧ୍ୟ କରାଯାଇଛି। ଆଉ ଗାଈମାନଙ୍କର ଉପକାରିତା କ'ଣ ଅଛି ସେ ବିଷୟରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି। ସେ ଦିଗରେ କାର୍ଯ୍ୟରତ ଅଛି। ଆଉ ଏ କାମ ଆଗକୁ ଆଗକୁ ବଢ଼ୁଛି, କମୁନି। ଧୀରେ ଧୀରେ ଏବେ ଦେଖନ୍ତୁ, ଆମ ଭାରତୀୟ ଜନତା ପାର୍ଟିର ସରକାର ଯେବେଠୁ ଓଡ଼ିଶାରେ ଆସିଲା, ଓଡ଼ିଶାରେ ବିଭିନ୍ନ ଜାଗାରେ ଏବେ ମଡେଲ ଗୋଶାଳାମାନଙ୍କୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି, ଖୋଲିବା ପାଇଁ। ଏଇଟା ବଡ଼ ପଦକ୍ଷେପ। ଆପଣ କେମିତି ଭାବୁଛନ୍ତି ଯେ ଧୀରେ ଧୀରେ ଲୋପ ପାଇଛନ୍ତି? ନା, ଧୀରେ ଦେଖିବେ ଆପଣ ଗୋମାତାଙ୍କ ପ୍ରତି ଶ୍ରଦ୍ଧା ଆଗକୁ ଦିନକୁ ଦିନ ଆହୁରି ବଢ଼ିବ, ଆଉ ସେମାନଙ୍କର ବଂଶରେ ମଧ୍ୟ ଆହୁରି ଦିନକୁ ଦିନ। ମୁଁ କହୁନି, ପରିସଂଖ୍ୟାନ କହୁଛି। ଯେଉଁଠି 30 କୋଟି ଆଜି ଆସି 10 କୋଟି 12 କୋଟିରେ ପହଞ୍ଚିଛି ପୁରା ଭାରତବର୍ଷରେ। ଦେଖନ୍ତୁ, ମୁଁ ଆପଣଙ୍କୁ ସେଇ ଦିଗରେ ଗୋଟେ କଥା କହୁଛି ଯେ ମୁଁ ଯେଉଁଟା କହିଲି ଯେ ଆମର ତା ପ୍ରତି
ମାନେ ଦୃଷ୍ଟିକୋଣ ରହିଛି ଯେ ଆମେ ଧୀରେ ଧୀରେ ଏଇଟାକୁ କେମିତି ଆଗକୁ ବଢେଇବୁ ଗୋସେବାଟାକୁ, ଏବଂ ସଚେତନତା କେମିତି କ୍ରିଏଟ କରାଯିବ ଲୋକଙ୍କ ଭିତରେ ଯେ ୟାର ଉପକାରିତା ବିଷୟରେ। ଆଜି ଯାହା ବି ହଉ ଆପଣ ଦେଖୁଥିବେ ଭୁବନେଶ୍ୱର ଏବଂ ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଯେତେବେଳେ 10-20 ବର୍ଷ ତଳକୁ ପଳାନ୍ତୁ ଗୋଟେ ଗୌଶାଳା ଦେଖିବାକୁ ମିଳୁନଥିଲା, ଆଜି ଶହ ଶହ ସଂଖ୍ୟାରେ ଗୌଶାଳା ଗଢି ଉଠିଛି। ଅର୍ଥ କଣ ନା ଗୋମାତାଙ୍କ ପ୍ରତି ଲୋକଙ୍କର ଶ୍ରଦ୍ଧା ବଢି ଚାଲିଛି। ଆପଣ କେମିତି ଭାବୁଛନ୍ତି ଯେତେବେଳେ ଜଣଙ୍କର ଶ୍ରଦ୍ଧା ବଢି ଚାଲିଛି ସେ ଦିଗରେ ଦେଖିବେ ଆପଣ ଦିନେ ଦିନେ ସେ ସଚେତନ ହେବେ, ଏବଂ ଗୋମାତାଙ୍କ ସଂଖ୍ୟା ବି ମଧ୍ୟ ଆଗାମୀ ଦିନରେ ଆପଣ ଦେଖିବେ ବଢି ଚାଲିବ। ଯେମିତି ରାସ୍ତାରେ ଯେମିତି ଆମ ସରକାର ଆସିଲା ପରେ ରାସ୍ତାରେ ଯୋଉ ଗୋମାତା ବୁଲୁଥିଲେ ତାଙ୍କୁ ନେଇକି ପୂର୍ବ ସରକାର କୋଉଠି ଗୋଟେ ମାନେ ରଖି ଦଉଥିଲା ଏବଂ ସେଠି ସେମାନଙ୍କୁ ଠିକ ସେ ପ୍ରପର କେୟାର ନିଆଯାଉନଥିଲା। କିନ୍ତୁ ଆମ ସରକାର ଖାଲି ଗୋଟେ ଜାଗାରେ ନୁହଁ, ବିଭିନ୍ନ ଜାଗାରେ ଗୋଶାଳା ମାନଙ୍କରେ ସେ ଗୋମାତା ମାନଙ୍କୁ କେମିତି ସଂରକ୍ଷଣ କରାଯିବ ଏବଂ ସେମାନଙ୍କର ଯୋଉ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ କେମିତି ଦୃଷ୍ଟି ଦିଆଯିବ, ସେମାନଙ୍କର ବଂଶ ବୃଦ୍ଧି କେମିତି ହବ ଏ ଦିଗରେ ସଚେତନ ଅଛି ଏବଂ କାର୍ଯ୍ୟ କରୁଛି। ଆମେ ଖାଲି ଏମିତି କଥା କହୁନୁ, କାମରେ କରିକି ଦେଖାଯାଉଛି। ଆଗାମୀ ଦିନରେ ଆପଣ ଦେଖିବେ ଏ ସରକାର ଯେତେ ଦିନ ଗଡି ଚାଲି ଯେତେ ଦିନ ଏଠି ଶାସନ କରି କରି ଚାଲିବ ଆପଣ ଦେଖିବେ ସେ ଦିଗରେ କାମ ଆହୁରି ଅଧିକ ହବ। ଗୋଶାଳା ମାନେ ସ୍ଥାପନ ହେଲେ ଆପଣ ଭାବୁଛନ୍ତି ଗୋରକ୍ଷା ହେଇପାରିବ? ମୁଁ ଖାଲି ଗୋଶାଳା କଥା କହିନି, ମୁଁ ଦୁଇଟି କଥା କହିଲି ଯେ ଲୋକଙ୍କ ଭିତରେ ସଚେତନତା ଆଉ ଗୋଶାଳା। ଆଜ୍ଞା, ଗୋଶାଳାଙ୍କ ପ୍ରତି ଆଦୃତ ଗୋଶାଳାର ଆବଶ୍ୟକତା ହୁଏତ ସହରରେ ଥାଇପାରେ, ସବୁ ଜାଗାରେ ଅଛି। ଗାଁ ମାନଙ୍କରେ ଗୋଶାଳାର ଆବଶ୍ୟକତା ଅପେକ୍ଷା ଘରେ ଘରେ କେମିତି ଗୋପାଳନ ହେଇପାରିବ ସେ ପ୍ରତି ଦୃଷ୍ଟି ଦେବା ତ ଆବଶ୍ୟକ। ଦେଖନ୍ତୁ ଓଡିଶାରେ ଆଜି ବି ଆପଣ ଦେଖିବେ ଯୋଉମାନେ ଚାଷୀ ପରିବାର ସବୁ ରହିଛନ୍ତି ତାଙ୍କ ଘରେ ଗୋମାତା ଅଛନ୍ତି, ହେଲେ ଯୋଉ ହିସାବରେ ଥିଲେ ଏବେ ତ ସଂଖ୍ୟା କମିଛି, ସମସ୍ତେ ଗାଈ ଉପରେ ଡିପେଣ୍ଡେଣ୍ଟ, କିନ୍ତୁ ବଳଦ କାହା ଘରେ ମିଳୁନାହାନ୍ତି। ଯେହେତୁ ଏବେ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି ବଳଦର ସେଥିପାଇଁ ଆବଶ୍ୟକତା ଇଏ କରାଯାଉନି, କିନ୍ତୁ ତଥାପି ଗୋମାତା ଉପରେ ଆମର ପ୍ରାଧାନ୍ୟ ଦିଆଯାଉଛି ଏବଂ ତାଙ୍କର କିନ୍ତୁ ବଂଶ ବୃଦ୍ଧି ହବ ସେ ଉପରେ ଆମେ ଲକ୍ଷ୍ୟ ରଖୁଛୁ ଏବଂ କାମ ବି ସେଭଳିଆ ହଉଛି। ଆମେ ଯୋଉଟା ବାରମ୍ବାର ଯୋଉଟା କହିଲି ଯେମିତି ଉଡାଣିଆ କଥା ଏଟା ନୁହେଁ, ଆପଣ ଦେଖିବେ ସଂଘର ଖାଲି ଏଇ ମାନେ ଓଡିଶା ପ୍ରଦେଶ ନୁହେଁ, ବିଭିନ୍ନ ପ୍ରଦେଶକୁ ଯାଆନ୍ତୁ। ମୁଁ ନିଜେ ମହାରାଷ୍ଟ୍ର ଉତ୍ତରପ୍ରଦେଶରେ ଆମେ ଦେଖିଛୁ, ସେଠି ଆପଣ ଇମାଜିନ କରିପାରିବେ ଏତେ ବଡ ବଡ ଗୋଶାଳା ଅଛି ସେଠି। ଓଡିଶାରେ ସେମିତି ଗୋଶାଳା ଆମେ ବହୁତ କମ ଦେଖିବାକୁ ମିଳୁଛି, କିନ୍ତୁ ବାହାର ରାଜ୍ୟରେ ବହୁତ ବଡ ବଡ ଗୋଶାଳା ମାନେ ରହିଛି ଆଉ ସଂଘ ଦ୍ୱାରା ପରିଚାଳିତ ହଉଛି, ସଂଘର ସ୍ୱୟଂସେବକ ଦ୍ୱାରା ପରିଚାଳିତ ହଉଛି ଏବଂ ତା ପ୍ରତି କାମ ବି ସେମିତି ସେମାନେ କରୁଛନ୍ତି। ଆପଣଙ୍କର ରାଜନୈତିକ ଇଚ୍ଛା ଶକ୍ତି ଆଗରୁ ଥିଲା ନା ଆପଣଙ୍କୁ ସଂଘର ନିର୍ଦ୍ଦେଶ ଥିଲା ଯେ ଆପଣ ରାଜନୈତିକ ସ୍ତରରେ ଯାଇକି ନିଜକୁ ପ୍ରତିପାଦିତ କରନ୍ତୁ? ମୁଁ ଆ ପୂର୍ବରୁ ବି କହିଥିଲି ମୁଁ ଜଣେ ସନ୍ଥଙ୍କ ପ୍ରେରଣାରେ ରାଜନୀତିକୁ ଆସିଛି, ସଂଘର ମଧ୍ୟ ଆଶୀର୍ବାଦ ମୋ ଉପରେ ରହିଛି। ଆଉ ସବୁବେଳେ ମୋ ପାଇଁ ଆଦର୍ଶ ହଉଛନ୍ତି ସଂଘର ପ୍ରଚାରକ ମାନେ, ମୁଁ ତାଙ୍କୁ ଦେଖିକି ମାନେ କାମ କରିଛି ସଂଘରେ। ଆଉ ଧୀରେ ଧୀରେ ମୁଁ ଯେମିତି କହିଲି ସନ୍ଥଙ୍କ ପ୍ରେରଣାରେ ମୁଁ ରାଜନୀତି ଆସି କାମ କରୁଛି। କେଉଁ ସନ୍ଥଙ୍କ ପ୍ରେରଣାରେ? ନା କହିବା ଉଚିତ ହବନି, ଆଜ୍ଞା, କିନ୍ତୁ ମୁଁ କହୁଛି ମୋର ଜଣେ ଅଛନ୍ତି ଗୁରୁ ଭଳି ମାନେ ସନ୍ଥଙ୍କ ପ୍ରେରଣାରେ ମୁଁ ଆସିଛି ରାଜନୀତି। ଆଜ୍ଞା, ବହୁତ ଭଲ କଥା, କାରଣ ଆପଣଙ୍କ ଭଳି ବିଚାର ମଧ୍ୟ ରାଜନୀତିରେ ଆବଶ୍ୟକତା ଅଛି। ଯେବେ ଆପଣ ରାଜନୀତିକୁ ଆସିଲେ ସଂଗଠନ କାମରୁ ରାଜନୈତିକ କାମ, ରାଜନୀତି ମଧ୍ୟ ଏକ ସଂଗଠନ, କିନ୍ତୁ ଏ ସଂଗଠନରେ ସେ ସଂଗଠନ ଭଳି କାର୍ଯ୍ୟ ହୁଏନି। ଯେତେବେଳେ ଆପଣ ରାଜନୈତିକ ଫିଲ୍ଡରେ ମଇଦାନରେ ଆପଣ ଓହ୍ଲେଇଲେ କିଭଳି ଅନୁଭବ ହେଇଥିଲା? ନିଶ୍ଚିନ୍ତ ମୋ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ଥିଲା। ଆଉ ମୁଁ ଯୋଉ ଭାବନା ନେଇକି ଯାଇଥିଲି ରାଜନୀତିଟା ଟିକେ ଅଲଗା ବିଷୟ ରହିଛି, ତ ଧୀରେ ଧୀରେ ମୁଁ ବି ଏ ଭିତରେ କାମ କଲା ଭିତରେ ବହୁତ ଜିନିଷ ମତେ ଶିଖିବା ପାଇଁ ମିଳୁଛି ଆଉ ମୁଁ ଶିଖୁଛି। ଆଉ ମୋର ଯୋଉ ଏରିଆ ଅଛି ମାହାଙ୍ଗା, ମତେ ଗୋଟେ ପରିବାର ଭଳି ସେ ଲାଗୁଛି। ମାହାଙ୍ଗା ହଉଛି ମୋ ପାଇଁ ଗୋଟେ ପରିବାର, ମୁଁ ତାର ଗୋଟେ ସଦସ୍ୟ, ସେ ଭାବନାରେ ମୁଁ କାମ କରୁଛି। ଆଉ ମୁଁ ଯୋଉ କହିଲି ଯେ ମତେ ଯେତେବେଳେ ସନ୍ଥ ଆଶୀର୍ବାଦ କରିଥିଲେ ସେ ଗୋଟେ କଥା ମତେ କହିଥିଲେ ଯେ ରାଜନୀତିରେ ସେବା ଭାବନା ନେଇକି ସବୁବେଳେ କାମ କରିବ। ଆଉ ମୁଁ ଆଜି ବି ସେ ଭାବନାରେ କାମ କରୁଛି, ଆଉ ଯେପର୍ଯ୍ୟନ୍ତ ରାଜନୀତିରେ ଅଛି ମୋ ଶେଷ ସମୟ ପର୍ଯ୍ୟନ୍ତ ମୁଁ ସେଇ ଭାବନାରେ କାମ କରିବି। ଆପଣ ମାହାଙ୍ଗା ଭଳି ଏକ ନିର୍ବାଚନ ମଣ୍ଡଳୀ ବାଛିଲେ କାରଣ ଆପଣ ମାହାଙ୍ଗାରେ ଜନ୍ମିତ। ମାହାଙ୍ଗା ସବୁବେଳେ ଚର୍ଚ୍ଚାରେ, ପୂର୍ବତନ ମନ୍ତ୍ରୀଙ୍କର କ୍ଷେତ୍ର ଥିଲା, ବହୁତ ଶକ୍ତିଶାଳୀ ମନ୍ତ୍ରୀ ମଧ୍ୟ ଥିଲେ ଯେତେବେଳେ ବିଜୁ ଜନତା ଦଳର ସରକାର ଥିଲା। ଆପଣଙ୍କ ଦଳର ଜଣେ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ସେଠୁ ପ୍ରତିଯୋଗିତା କଲେ ଏବଂ ତାଙ୍କର ବିଜୟ ହେଲା। ଆପଣ ଯେତେବେଳେ ଦଳର ପ୍ରାର୍ଥୀପତ୍ରରେ ଲଢୁଥିଲେ ଆଉ ଆପଣଙ୍କ ଦଳରୁ ମଧ୍ୟ ଆଉ ଜଣେ ବିଦ୍ରୋହୀ ପ୍ରାର୍ଥୀ କୁ ଆପଣ ସାମ୍ନା କରୁଥିଲେ, ସେତେବେଳେ କେମିତି ଅନୁଭବ ହଉଥିଲା ଆପଣଙ୍କୁ? ନିଶ୍ଚିତ ରୂପେ ଯେ ଗୋଟେ ବହୁତ କଷ୍ଟକର ବିଷୟ ସେଟା ଥିଲା, କିନ୍ତୁ ଗୋଟେ ଜିନିଷ ମୁଁ ଯୋଉ ବାରମ୍ବାର କହିଛି ଯେ ମୁଁ ସବୁବେଳେ ସଂଘର ଲକ୍ଷ୍ୟକୁ, ସଂଘର ବିଚାର, ସଂଘର ଲକ୍ଷ୍ୟକୁ ନେଇକି କାମ କରେ। ଆଉ ମୁଁ ଯେତେବେଳେ ଯେକୌଣସି କାମ କରେ ସଂଘର ପ୍ରଚାରକ ମାନଙ୍କ ଇଏଟା ମୋ ସାମ୍ନାରେ ଥାଏ, ତାଙ୍କ ବ୍ୟକ୍ତିତ୍ୱ, ତାଙ୍କ ଚରିତ୍ର, ତାଙ୍କର କାର୍ଯ୍ୟଶୈଳୀଟା ମୋ ସାମ୍ନାରେ ଥାଏ। ଆଉ ସେ ଭାବନା ନେଇକି ମୁଁ କାମ କରେ, ତ ମୁଁ ସବୁ କିଛି ଭୁଲିଯାଏ ଯେ କଣ କିଏ ମୋ ବିପକ୍ଷରେ ଅଛି, ସେ ଦଳର ହୁଅନ୍ତୁ କି ବିରୋଧୀ ଯିଏ ବି ହୁଅନ୍ତୁ, ମତେ ମୋ କାମ କରିବାର ଅଛି। ମୁଁ ପ୍ରଥମତଃ ଚେଷ୍ଟା କଲି ସବୁ ଜିନିଷକୁ ସମସ୍ତଙ୍କୁ ସାଙ୍ଗରେ ନେଇକି ଯିବା ପାଇଁ। ବହୁତ ଜଣ ବି ମତେ ସାଥ ଦେଲେ ଆଉ ବହୁତ ଜଣ ବି ବିରୋଧରେ ଗଲେ, କିନ୍ତୁ ତାପରେ ବି ମୁଁ ସେଇ ଲକ୍ଷ୍ୟ ନେଇକି ମୁଁ ମୋର କାମ କଲି ଯେ ମତେ ଏଠି
ଯେ ବିଚାରକୁ ଏଷ୍ଟାବ୍ଲିଶ କରିବାର ଅଛି, ମୋତେ କାମ କରିବାର ଅଛି, ପାର୍ଟି ପାଇଁ କାମ କରିବାର ଅଛି। ତ ମୁଁ ଆଉ କିଛି ଭାବିଲି ନାହିଁ, ସେ ଦିଗରେ ଚାଲିଲି। ଆଉ ସବୁଠୁ ବଡ଼ କଥା ହେଉଛି ଯେ ମୋର ମାହାଙ୍ଗାରେ ଜନ୍ମ ସତ, କିନ୍ତୁ ମୁଁ ପିଲାଟି ବେଳୁ ଭୁବନେଶ୍ୱରରେ ବଢ଼ିଛି। ମୋର ସ୍କୁଲ କଲେଜ ସବୁ ଏଇଠି। ମୋତେ ମାହାଙ୍ଗା କହିବାକୁ ଗଲେ ଗୋଟେ ପ୍ରକାର ନୂଆ ଜାଗା ଥିଲା। ତ ମୁଁ ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲି। ବହୁତ କମ୍ ସମୟ ଥିଲା। ମୁଁ ସେଠି ଜଷ୍ଟ ବର୍ଷେ ହେବ କାମ କରୁଥିଲି। ଆଉ ମାତ୍ର 18-20 ଦିନ ମୁଁ ପାର୍ଟି ଜଏନ୍ ପରେ ମୋତେ ଟିକେଟ୍ ମିଳିଥିଲା। ମୋ ପାଇଁ ସମୟ ଆହୁରି ଦରକାର ଥିଲା। ସମୟ ମୋତେ ସଫିସିଏଣ୍ଟ ମିଳିଲା ନାହିଁ। ମୁଁ ଲୋକଙ୍କ ପାଖକୁ ଯାଇପାରିଲିନି, ପହଞ୍ଚି ପାରିଲିନି। ଲୋକଙ୍କ ସହିତ ଯେତେବେଳେ ମୁଁ ମିଶି ପାରିଲିନି, ଲୋକଙ୍କୁ ଜାଣିପାରିଲି, ଲୋକ ବି ମୋତେ ଜାଣିପାରିଲେନି। ତ ସେଇଟା ଭୋଟରେ କନଭର୍ଟ କେମିତି ହେବ? ତେଣୁକରି ମୋତେ ଆଉ ଟିକେ ସମୟ ଲାଗୁଛି। ଆଉ ନିଶ୍ଚିନ୍ତ ଭାବେ ଏବେ ମୁଁ ଏରିଆରେ ବୁଲୁଛି, ଲୋକଙ୍କ ସହିତ ମିଶୁଛି, କାମ କରୁଛି। ଆଉ ନିଶ୍ଚିତ ଭାବରେ ପାର୍ଟି ସେଠି ଆଗାମୀ ଦିନରେ ନିଶ୍ଚିନ୍ତ ଭଲ ପ୍ରଦର୍ଶନ କରିବ, ଏଇଟା ମୋର ଆଶା ଅଛି। ଯିଏ ସେଠୁ ବିଧାୟକ ହେଲେ ସେ ପରବର୍ତ୍ତୀ ମୁହୂର୍ତ୍ତରେ ଭାରତୀୟ ଜନତା ପାର୍ଟିରେ ପୁଣି ଯୋଗଦାନ ଦେଲେ। ଏବେ ଆପଣ ଯେତେବେଳେ ସେ କ୍ଷେତ୍ରରେ କାମ କରୁଥିବେ, 2ଟି ଇଞ୍ଜିନ୍ କାମ କରୁଥିବ ଭାରତୀୟ ଜନତା ପାର୍ଟିର, କିଛି ସମସ୍ୟା ହେଉନି? 2ଟି କାମ ବିଲକୁଲ ବି ହେଉନି। ସେ ସରକାରଙ୍କର ସହଯୋଗୀ ବିଧାୟକ, ସରକାରକୁ ସମର୍ଥନ ଦେଇଛନ୍ତି। ପାର୍ଟି ଆଜି ବି ମୋତେ କାମ ଦେଉଛି, ଆଉ ପାର୍ଟି ବ୍ୟାନରରେ ଆଜି ବି ମୁଁ କାମ କରୁଛି। ତ ସେଇ ଧାରାରେ ମୁଁ ଚାଲିଛି। ଆଉ ଯେଉଁମାନେ ଦଳର ଶୃଙ୍ଖଳାକୁ ଭାଙ୍ଗିଛନ୍ତି, ଦଳ ବିରୁଦ୍ଧରେ ଯାଇଛନ୍ତି, ଦଳ ତାଙ୍କୁ କ'ଣ କରିବ କ'ଣ ନ କରିବ ସେ କଥା ଦଳ ବିଚାର କରିବ। ଆଉ ମୋର ଆଶା ଅଛି ଦଳ ବି ମୋତେ ଏବେ ବି ସବୁ ପ୍ରକାର ସହଯୋଗ କରୁଛି ଏବଂ ମୁଁ କାମ କରୁଛି। ଭବିଷ୍ୟତର କଥା ଭବିଷ୍ୟତରେ ଜଣାପଡ଼ିବ। ଯେବେ ଆପଣ ହିନ୍ଦୁତ୍ୱର ଚେହେରା, ଆପଣଙ୍କୁ ହିନ୍ଦୁତ୍ୱର ପ୍ରଶ୍ନ ତ ନିଶ୍ଚୟ ରହିବ, କାରଣ ଆପଣ ସଂଘର ଜଣେ କଟ୍ଟର ସ୍ୱୟଂସେବକ, ତା ସହିତ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। ଆଉ 2ଟି ବିଷୟରେ ପ୍ରଶ୍ନ କରିବାର ଆବଶ୍ୟକତା ଅଛି। ଆଜିର ସ୍ଥିତିକୁ ଦେଖିଲେ ଏଇ କିଛି ଦିନ ତଳେ କଟକରେ ଗୋଟେ ଭୟାନକ ସ୍ଥିତି ଉପୁଜିଲା। ଆଉ ଆମର ଆରାଧ୍ୟ ଦୁର୍ଗା ମାଙ୍କ ଶୋଭାଯାତ୍ରା, ଯେତେବେଳେ ତାଙ୍କ ଭସାଣ ଶୋଭାଯାତ୍ରା ହେଉଥିଲା, ଗୋଟେ ଭାଇଚାରାର ସହର କଟକରେ କେଉଁଠି ନା କେଉଁଠି ଚାରାର ଅଭାବ ଦେଖାଗଲା। ଆଉ ଭାଇମାନଙ୍କ ଭିତରେ ମାଡ଼ପିଟ ଆରମ୍ଭ ହୋଇଗଲା। ଆଉ ପୁରା ଓଡ଼ିଶାର ଚିତ୍ର ମଧ୍ୟ ବଦଳିଗଲା। ଆପଣଙ୍କୁ କ'ଣ ଲାଗୁଛି, ଏସବୁ ଆପଣଙ୍କ ଭାରତୀୟ ଜନତା ପାର୍ଟି ସରକାରରେ ଥିବା କାରଣରୁ ଅନ୍ୟମାନଙ୍କର ପ୍ରାୟୋଜିତ, ନା କେଉଁଠି ଆପଣ କଣ୍ଟ୍ରୋଲ କରିବାରେ ବିଫଳ ହେଇଗଲେ? ଦେଖନ୍ତୁ, ଯେତେବେଳେ ଗୋଟେ ଘଟଣା ଘଟେ ତା ପଛରେ ନିଶ୍ଚିନ୍ତ ବହୁତ ଗୁଡ଼ିଏ କାରଣ ଥାଏ। ଆମେ ସେ କାରଣଟାକୁ ଯଦି ଖୋଜିବା ପାଇଁ ଚେଷ୍ଟା କରିବା ତାହେଲେ ସତ ଆମ ସାମ୍ନାକୁ ଆସିବ। ପ୍ରଥମ ଆଗ ଆମେ ସମସ୍ତେ ଭାବିବା ଦରକାର ଯେ ମା ଦୁର୍ଗାଙ୍କ ଭସାଣୀ ଯେତେବେଳେ ଯାଉଥିଲା, ଏବଂ ସେଠି ଆପଣମାନେ ବି ଜାଣିଛନ୍ତି, ସମସ୍ତେ ଏ କଥା ଜାଣିଛନ୍ତି, ଯେତେବେଳେ ମାଙ୍କର ଭସାଣୀ ଶୋଭାଯାତ୍ରା ଚାଲେ ତ ସେତେବେଳେ ବିଭିନ୍ନ ପ୍ରକାର ଗୀତ ବାଜେ, ବାଦ୍ୟ ବାଜେ, ମାଙ୍କୁ ମେଲାଣି ଦିଆଯାଏ। ତ ମାଙ୍କ ଭସାଣୀରେ ଯଦି ପ୍ରଭୁ ଶ୍ରୀରାମଙ୍କ ଗୀତ ବାଜିବ ବା ବାଜିଲା, ସେତେବେଳେ ଅସୁବିଧା କୋଉଠି ରହିଲା? ଆଉ ତାକୁ କିଛି ଜଣ ସହ୍ୟ କରିପାରିଲେନି। କ'ଣ ପାଇଁ? ଏତେ ଅସହାୟ କ'ଣ ପାଇଁ? ଯେତେବେଳେ ଗୋଟେ ଯୋଉ ତଥାକଥିତ ଶାନ୍ତିପ୍ରିୟ ସମାଜ ନିଜକୁ କହୁଛି, ତାହେଲେ ତାଙ୍କର ତାଜିଆ ଯାତ୍ରା ବାହାରୁଛି କି ଅନ୍ୟ କୌଣସି ତାଙ୍କର ଯେତେବେଳେ ଯାତ୍ରା ବାହାରୁଛି, ସେତେବେଳେ ତ କେହି ଅସହ୍ୟ ହେଉନାହାନ୍ତି। ସେମାନେ କ'ଣ ପାଇଁ ଯେ ମା ଦୁର୍ଗାଙ୍କ ଭସାଣୀରେ ବାଜୁଥିବା ଗୀତକୁ ନେଇ ଏତେ ଅସହ୍ୟ କ'ଣ ପାଇଁ? ଆଗ ଆମେ ସମସ୍ତେ ଏଇଟା ବିଚାର କରିବା କଥା। ଦ୍ୱିତୀୟ କଥା ହେଉଛି, ଯଦି ସରକାର ବିଫଳ ହେଇଥାନ୍ତା ତାହେଲେ ଆଜି ଦେଖିଥାନ୍ତେ ଓଡ଼ିଶାର ବିଭିନ୍ନ ଜାଗାରେ ଆଜି ସେଇଭଳି ଘଟଣା ଘଟିଥାନ୍ତା। ସରକାର ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରୁଛି। ଆଉ ଆମ ସରକାର କେବେ ପକ୍ଷପାତିତା ସରକାର ନୁହେଁ। ଉଭୟ ପକ୍ଷଙ୍କୁ ଆମେ ଠିକ ଭାବରେ ଦେଖିଛୁ। ସେ ତଥାକଥିତ ଶାନ୍ତିପ୍ରିୟ ସମାଜ ହଉ କି ଆମ ହିନ୍ଦୁ ସମାଜ ହଉ। ଆଜି ମୋ ବିଚାରରେ ଆଜି ହିନ୍ଦୁ ସହିଷ୍ଣୁ ବୋଲି ଏଠି ତାଜିଆ ଯାତ୍ରା ବାହାରୁଛି, ଏଠି ନମାଜ ପଢ଼ା ଯାଉଛି, ଏଠି ବହୁତ କିଛି ଜିନିଷ ହେଉଛି। ଯଦି ଆପଣ ଟିକେ ଭାରତ ବାହାରକୁ ଯାଇକି ଦେଖିବେ, ଆଜି ଭାଟିକାନ ସିଟିରେ ମସଜିଦ ଆଉ ମନ୍ଦିର କାହିଁକି ନାହିଁ? ଆଜି ମକା ମଦିନାରେ ଆଜି ମନ୍ଦିର ଆଉ ଚର୍ଚ୍ଚ କାହିଁକି ନାହିଁ? କିନ୍ତୁ ଭାରତବର୍ଷ ଏକମାତ୍ର ଦେଶ, ଏଠି ସମସ୍ତଙ୍କ ପାଇଁ ଜାଗା ଅଛି। ଏଠି ମସଜିଦ ବି ଅଛି, ଚର୍ଚ୍ଚ ବି ଅଛି, ଆଉ ମନ୍ଦିର ବି ଅଛି। କାହିଁକି? ଆମେ ସମସ୍ତଙ୍କ ଭିତରେ ଈଶ୍ୱରକୁ ଦର୍ଶନ କରୁ। ଏଇଟା ହେଉଛି ହିନ୍ଦୁତ୍ୱର ଦର୍ଶନ। ଏଇ ବିଚାରକୁ ଯେଉଁମାନେ ବୁଝିଯିବେ ତ କୌଣସି ସମସ୍ୟା ରହିବନି। ଯେଉଁମାନେ କେବଳ ଜଣକୁ ନେଇକି ଚାଲିବେ, ତାକୁ ହିଁ ଶ୍ରେଷ୍ଠ ବୋଲି ଭାବିବେ, ସେଟା ଭୁଲ। ମୋ ପାଇଁ ଯଦି ମା ଦୁର୍ଗା ବଡ଼, ତାହେଲେ ତୁମେ ବି ସେଟା ସମ୍ମାନ ଦେବା ଦରକାର। ତୁମେ ଯେତେବେଳେ ନମାଜ ପଢ଼ୁଛ, ଯେମିତି ତୁମକୁ ସମ୍ମାନ ଦିଆଯାଉଛି, ସେମିତି ତୁମେ ବି ମା ଦୁର୍ଗାଙ୍କ ଭସାଣୀକୁ ସମ୍ମାନର ସହିତ ବିଦା କରିବା ଦରକାର। ତ କୋଉଠି ନା କୋଉଠି ଯେତେବେଳେ ୟା ଉପରେ ଅବନତି ଘଟିବ, ତ ହିନ୍ଦୁ ସମାଜ ନିଶ୍ଚିନ୍ତ ରୂପେ ରିଆକ୍ଟେଡ୍ ହେବ। କଟକରେ ଯୋଉ ଘଟଣା ଘଟିଲା, କୌଣସି ପ୍ରାୟୋଜିତ ହିନ୍ଦୁ ସମାଜ ପକ୍ଷରୁ ନଥିଲା। ତଥାକଥିତ ଶାନ୍ତିପ୍ରିୟ ସମାଜ ଏ ଦଙ୍ଗାକୁ କରିଛନ୍ତି। କିନ୍ତୁ କଟକରେ ଆପଣଙ୍କର ଶୋଭାଯାତ୍ରା ଥିଲା, ଆପଣଙ୍କର ଅଧିକାର ମଧ୍ୟ, ହିନ୍ଦୁ ସମାଜର ଅଧିକାର ମଧ୍ୟ ମାଙ୍କୁ ମେଲାଣି ଦେବା। ଯଦି ମାଙ୍କୁ ମେଲାଣି ଦେବା ସମୟରେ ତାଙ୍କ ଉପରେ ଆକ୍ରମଣ ହୁଏ,
ଆଉ ସେ ନିଜକୁ ରକ୍ଷା କରିବା ପାଇଁ ପ୍ରତି ଆକ୍ରମଣ କରନ୍ତି, ତାହେଲେ ତାଙ୍କୁ କ'ଣ ଜେଲର ଚାରିକାନ୍ଥ ଭିତରେ ବନ୍ଦ କରିବା ଉଚିତ କି? ଦେଖନ୍ତୁ, ମୁଁ ଯୋଉ କହିଲି ଯେ ସରକାର ତାଙ୍କ ହିସାବରେ ଯାଉଛି, ସରକାରଙ୍କୁ ସମୟ ଦିଆଯାଉ, ସରକାର କ'ଣ କରୁଛି ନ କରୁଛି ଆମକୁ ଦେଖିବା ଦରକାର। ସରକାର ତାଙ୍କ ପରିସ୍ଥିତିକୁ ଦେଖିକି ସରକାର ପଦକ୍ଷେପ ନେଉଛନ୍ତି। ଆପଣ ଯୋଉ ବିଷୟ କହୁଛନ୍ତି ଆମେ ତାକୁ ବୁଝିପାରୁଛୁ, କିନ୍ତୁ ସରକାର ଚଲେଇବା ଗୋଟେ ଅଲଗା ବିଷୟ। ଆପଣ ନିଜେ ଚିନ୍ତା କରନ୍ତୁ ଯେ ମାନେ ଏ ସରକାର ଯୋଉ ସରକାରରେ ପଦକ୍ଷେପ ନେଇଛନ୍ତି, ସାରା ଓଡ଼ିଶାରେ କେମିତି ଶାନ୍ତି ସ୍ଥାପନ ହବ, କଟକରେ କେମିତି ଶାନ୍ତି ସ୍ଥାପନ ହବ, ସେ ଦିଗରେ ପଦକ୍ଷେପ ନେଇଛନ୍ତି। ଆଉ ସମସ୍ତଙ୍କୁ କେମିତି ନ୍ୟାୟ ମିଳିବ ସେ ଦିଗରେ ମଧ୍ୟ ସରକାରଙ୍କର ନିଗରାନୀ ଅଛି। ଆଉ ମୋ ମତରେ ନ୍ୟାୟ ଦେବା ପାଇଁ ଅଭିଯୋଗକାରୀକୁ ବି ତ ଜେଲର ଚାରିକାନ୍ଥ ଭିତରେ ରଖିବା ଉଚିତ ନୁହେଁ ନା। ଏଇଟା ତ ନ୍ୟାୟ ନୁହେଁ, ଅନ୍ୟାୟ ହେଇଗଲା। ଆପଣ ପ୍ରକୃତରେ ଦୋଷୀ ଯିଏ ତାକୁ ଖୋଜନ୍ତୁ, ଦୋଷୀକୁ ଦଣ୍ଡ ଦିଅନ୍ତୁ। ଦେଖନ୍ତୁ, ଏଠି କାହାକୁ ବି ଛଡା ଯାଏନି। ଆପଣ ଯଦି ପୁରା ତର୍ଜମା କରିବେ, ଆପଣ ଦେଖିବେ ଯୋଉମାନେ ମା ଦୁର୍ଗାଙ୍କ ଉପରକୁ ପଥର ମାରିଥିଲେ ସେମାନେ କାହାକୁ ବି ଛଡା ଯାଏନି, ଆଉ ଛଡା ଯିବ ନାହିଁ ମଧ୍ୟ। କିନ୍ତୁ ତା ମାନେ ନୁହେଁ ଯେ ଆମେ ଯାହା ନାହିଁ ତାହା ମନ ଇଚ୍ଛା କରିବା। ଆପଣ ସେଟାକୁ ବି ଦେଖନ୍ତୁ। ଆପଣ ଯଦି ପୁରା ନିରପେକ୍ଷ ଭାବରେ ଜିନିଷଟାକୁ ଦେଖିବେ, ଆପଣଙ୍କୁ ସବୁ କିଛି କ୍ଲିୟର ଜଣା ପଡିବ। ନିଶ୍ଚିତ ଆମେ ନିରପେକ୍ଷ ଭାବେ ଦେଖୁ। ସରକାର ପଦକ୍ଷେପ ଦେଖନ୍ତୁ, ସରକାରଙ୍କୁ ଆମେ ପଦକ୍ଷେପ ନେବାକୁ ଦେବା ଦରକାର, ସମୟ ଦେବା ଦରକାର। କମ ଦିନର ସରକାର ଆପଣଙ୍କର, ବହୁତ କମ ଦିନର ସରକାର, ଆଉ ବହୁତ ଗୁଡେ ଚ୍ୟାଲେଞ୍ଜେସ୍ ଅଛି ସରକାରଙ୍କ ପାଖରେ। ତ ସେ ଚ୍ୟାଲେଞ୍ଜକୁ ସରକାର ସାମ୍ନା କରିକି ଭଲ ଭାବରେ ଚଲେଇଛନ୍ତି। ଆଉ ନିଶ୍ଚିତ ଭାବରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେ ଦିଗରେ ସଫଳ ଅଛନ୍ତି। ଆଗାମୀ ଦିନରେ ଆମେ ଦେଖୁଥିଲୁ ଯେତେବେଳେ ପୂର୍ବ ସରକାର ଥିଲା, ବିଭିନ୍ନ ଜାଗାରେ ଆଠୁ ଅଧିକ ମାତ୍ରାରେ ଦଙ୍ଗା ହଉଥିଲା, କେବଳ ହିନ୍ଦୁ ସମାଜକୁ ଆକ୍ରୋଶ କରିକି ହିନ୍ଦୁ ସମାଜକୁ ଟାର୍ଗେଟ କରାହଉଥିଲା। ଆଉ କେବେ ବି ଆମେ ନ୍ୟାୟ ପାଇନୁ। ମୁଁ ହିନ୍ଦୁ ଜାଗରଣ ମଞ୍ଚରେ କାମ କଲାବେଳେ ବହୁତ ଗୁଡେ ଉଦାହରଣ ମୋ ସାମ୍ନାରେ ଅଛି, ମୁଁ ବହୁତ ଗୁଡେ ଦେଖେଇ ପାରିବି ଆପଣଙ୍କୁ, କିନ୍ତୁ କେବେ ବି ନ୍ୟାୟ ମିଳିନି। କିନ୍ତୁ ଏ ସରକାରରେ ସମସ୍ତଙ୍କୁ ନ୍ୟାୟ ମିଳୁଛି। ଏ ସରକାରରେ ପକ୍ଷପାତ ସରକାର ଇଏ ନୁହେଁ। ଆପଣ ଦେଖିବେ ପୂର୍ବ ସରକାରରେ କେବଳ ଗୋଟେ ସମାଜକୁ ସପୋର୍ଟ କରାଯାଉଥିଲା। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି ଆମ ସମ୍ବିଧାନ କୁହେ। ସେ ଅନୁସାରେ ଆପଣ ଯେମିତି କହିଲେ ହିନ୍ଦୁମାନେ ସହିଷ୍ଣୁ, ହିନ୍ଦୁମାନେ ମଧ୍ୟ ସମ୍ମାନ ଦିଅନ୍ତି ଯେତେବେଳେ ଅନ୍ୟ ଧର୍ମ ଅନ୍ୟ ସମ୍ପ୍ରଦାୟ ମାନଙ୍କର କୌଣସି ଯାତ୍ରା ବାହାରେ। ତେଣୁକରି ଭାରତର ସେଇ ସଦ୍ଭାବନାକୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହେଇକି ହିନ୍ଦୁମାନଙ୍କର ଯୋଉ ଯାତ୍ରା ଅଛି ତାକୁ କିଭଳି ଭାବେ ସଫଳ କରାଯାଇପାରିବ ସେଥିପ୍ରତି ମଧ୍ୟ ଯତ୍ନବାନ ହେବା ଦରକାର। କିନ୍ତୁ ଏବେ ଭାରତର ସ୍ଥିତିକୁ ଦେଖିବେ, ଓଡ଼ିଶାର ସ୍ଥିତିକୁ ଦେଖିବେ, କୋଉଠି ନା କୋଉଠି ଅନୁପ୍ରବେଶକାରୀମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ହୁଏତ ଆମର ଭାରତୀୟ ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ମାନେ ଏଭଳି କାଣ୍ଡ ଭିଆଉ ନଥିବେ, କିନ୍ତୁ ସେ ଅନୁପ୍ରବେଶକାରୀଙ୍କ ଯୋଗୁଁ ସେମାନଙ୍କୁ ହୁଏତ ଦୋଷୀ କରାଯାଉଥିବ। ଆପଣ ଏ ଅନୁପ୍ରବେଶ ଉପରେ କେବେ ରୋକ ଲାଗିବ, କେବେ ଅନୁପ୍ରବେଶକାରୀ ମାନେ ଦେଶରୁ ବିତାଡି ଦେବେ, ତା ଉପରେ କିଛି ଚେଷ୍ଟା କରୁଛନ୍ତି ଆପଣ ସରକାର? ଆପଣ କେବେ ଚାପ ପ୍ରୟୋଗ କରୁଛନ୍ତି? ଏହାର ବହୁତ ଉଦାହରଣ ଆପଣ ଅଛି, ଆପଣ ବି ଜାଣିଛନ୍ତି। ଆମର କେନ୍ଦ୍ର ସରକାର ଆ ଉପରେ ବିଲ୍ ଆଣିଛନ୍ତି। ଆଉ ଆପଣ ଯୋଉ କଥା କହିଲେ ଯେ ଭାରତ ଧର୍ମ ନିରପେକ୍ଷ ନୁହେଁ। ଭାରତ କେବେ ଧର୍ମ ନିରପେକ୍ଷ ହେଇପାରିଛି? ସମ୍ବିଧାନ କହୁଛି ରିଲିଜିୟସ୍ କଥା ହଉଛି। ରିଲିଜନ ମାନେ ଧର୍ମ ନୁହେଁ, ରିଲିଜନ ମାନେ ସମ୍ପ୍ରଦାୟ। ଆଜ୍ଞା, ପନ୍ଥ ନିରପେକ୍ଷ ସେଟାକୁ କୁହାଯାଏ, ଧର୍ମ ନିରପେକ୍ଷ ନୁହେଁ। ବର୍ତ୍ତମାନ ଦ୍ୱିତୀୟ କଥା ହଉଛି ଯେ ଯୋଉ କହିଲେ ଅନୁପ୍ରବେଶକାରୀଙ୍କୁ ହଟେଇବା ପାଇଁ ଆମ ସରକାର ପଦକ୍ଷେପ ନେଇଛି। ଆଉ ଓଲଟି କଂଗ୍ରେସ ତାକୁ ପ୍ରୋତ୍ସାହନ ଦେଇଛି, ଏବେ ବି ଦଉଛି। ଆପଣ ଦେଖନ୍ତୁ କଟକରେ ଯୋଉ ଘଟଣା ଘଟିଲା, ଏ ପଛରେ ମୁଁ କହୁଛି ଯେ ବାପ ଝିଅଙ୍କର ଚକ୍ରାନ୍ତ ଅଛି। ଏଠି କଟକ ନିର୍ଦ୍ଦେଶ କରୁଛନ୍ତି ସେଠିକାର ବିଧାୟିକା, ନିଶ୍ଚିନ୍ତ ଭାବରେ ସ୍ପଷ୍ଟ ଭାବରେ ମୁଁ କହୁଛି। ଦେଖନ୍ତୁ କଟକର ବିଧାୟିକା, ତାଙ୍କ ନାଁ ହେଲା ସୋଫିଆ ଫିରଦୋଷ। ତାଙ୍କ ନାଁ ସୋଫିଆ ଫିରଦୋଷ ହବା କଥା ନୁହଁ, ତାଙ୍କ ନାଁ ମାଫିଆ ଫିରଦୋଷ ହବା କଥା। ଏଠି ଶାଢୀକୁ ଗୁଡେଇ ହେଇକି ମା ଦୁର୍ଗାଙ୍କ ପାଖରେ ଯାଇକି ମୁଣ୍ଡିଆ ମାରି ପକଉଥିଲେ, ବିଭିନ୍ନ ଦୁର୍ଗା ମଣ୍ଡପ ବୁଲୁଥିଲେ ଯାଇକି। ପ୍ରକୃତରେ ଭକ୍ତି ଥିଲା ନା କେବଳ ହିନ୍ଦୁମାନଙ୍କୁ ଚାରା ବନେଇବା ପାଇଁ ଆସିଥିଲେ, କେବଳ ଭୋଟ ଗୋଟିବା ପାଇଁ ଆସିଥିଲେ? ଆଉ ଯଦି ତାଙ୍କର ମନରେ ଭକ୍ତି ଥିଲା, ତାହେଲେ ଯୋଉଦିନ ମା ଦୁର୍ଗାଙ୍କ ଉପରକୁ ପଥର ମରାଗଲା, ତାଙ୍କ ପାଟିରୁ ପ୍ରଥମ ଶବ୍ଦ ବାହାରିବାର ଥିଲା ଯେ ଯୋଉମାନେ ମା ଦୁର୍ଗାଙ୍କ ଉପରେ ଆଟାକ୍ କରୁଛନ୍ତି କାହାକୁ ଛଡା ଯିବ ନାହିଁ। ସେ ଯାଇକି ଏସପିଙ୍କୁ ନିର୍ଦ୍ଦେଶ କରିବାର ଥିଲା ଯେ ଆପଣ ଆରେଷ୍ଟ କରାନ୍ତୁ, କିଛି କହିଲେ ନାହିଁ। ତାଙ୍କର ବୟାନ ଆସିଥିଲା ଗଣମାଧ୍ୟମ। ଆପଣ ଦେଖିବେ ସେ ବୟାନଟି କେତେବେଳେ ଆସିଲା? ପରବର୍ତ୍ତୀ ଯେତେବେଳେ ହିନ୍ଦୁ ସମାଜ ଜାଗ୍ରତ ହେଲା, ଯେତେବେଳେ ଦେଖିଲେ ହିନ୍ଦୁ ଭୋଟ ତାଙ୍କ ହାତରୁ ପଳେଇବ। ଏ ଟୋଟାଲି ଭୋଟ ବ୍ୟାଙ୍କର ରାଜନୀତି କରୁଛନ୍ତି ବାପ ଝିଅ ମିଶିକି। ସେଠି ଅଶାନ୍ତ କରୁଛନ୍ତି କଟକକୁ। ଆପଣ ତ କହିଲେ ଯିଏ ବି ଅଶାନ୍ତ କରିବ କାହାକୁ ଛଡା ଯିବନି। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଆପଣଙ୍କ ସରକାର କଣ ତାଙ୍କ ପ୍ରତି ଦୃଢ ନିଶ୍ଚିନ୍ତ ଆମର ଆଶା ଅଛି। ଯଦି ତାଙ୍କ କିଏ ବି ଆସୁନାହାନ୍ତି, ସିଏ ନୁହନ୍ତି, କେହି ବି ହୁଅନ୍ତୁ ନା କାହିଁକି, ନିଶ୍ଚିନ୍ତ ରୂପେ ସରକାର ୟା ଉପରେ ଇନକ୍ୱାରି କରୁଛି। ଆଉ ଯିଏ ବି ଆ ଭିତରେ ଦୋଷୀ ବାହାରିବେ ସମସ୍ତଙ୍କୁ, କାହାକୁ ବି ଛଡାଯିବ ନାହିଁ। ସମସ୍ତଙ୍କୁ ଇନକ୍ୱାରି ମାଧ୍ୟମରେ ତାଙ୍କୁ ଆମର ଯାହା ବ୍ୟବସ୍ଥା ରହିଛି ଆଇନରେ, ସେ ବ୍ୟବସ୍ଥା ମାଧ୍ୟମରେ ତାଙ୍କୁ କଠୋର ଦଣ୍ଡ ଦିଆଯିବ।
ଯଦି ଏସବୁ କ୍ଷେତ୍ରରେ ସରକାର ବିଫଳ ହୁଅନ୍ତି, ଗୋହତ୍ୟା ହଉ କି ଦଙ୍ଗା ନିୟନ୍ତ୍ରଣ କ୍ଷେତ୍ରରେ, ଆପଣ ଜଣେ କଟ୍ଟର ସ୍ୱୟଂସେବକ ଭାବରେ ହିନ୍ଦୁ ଜାଗରଣ ମଞ୍ଚର ପୂର୍ବତନ ସଂଯୋଜକ ଭାବରେ ସରକାରଙ୍କୁ ଷଣ୍ଢୁ ଆସି ଆକ୍ରମଣ କରିବେ? ଆବଶ୍ୟକତା ପଡ଼ିବ ନାହିଁ। ସରକାର ମୋର ଜାଣିବାରେ ମୁଁ ଯେତିକି ଦେଖୁଛି ଯେ ସରକାର ନିଶ୍ଚିନ୍ତ ଭାବରେ ଠିକ ପଦକ୍ଷେପ ନେଉଛନ୍ତି ଆଉ କାର୍ଯ୍ୟ କରୁଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ପୂର୍ବ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ମୁହଁ ଖୋଲନ୍ତିନି ଏ ବିଷୟରେ, କିନ୍ତୁ ଆମର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆପ୍ରୋଚ୍ କରିଛନ୍ତି ଆଉ ବହୁତ କମ୍ ସମୟ ଭିତରେ ସବୁ ଜିନିଷକୁ ନିୟନ୍ତ୍ରଣ କରୁଛନ୍ତି। ତାଠୁ ବଡ଼ ଉଦାହରଣ ଆଉ କ'ଣ ହେଇପାରେ? ତେଣୁ ଆମେ ସରକାର ଉପରେ ବିଶ୍ୱାସ ରଖିବା ଦରକାର, ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିବା ଦରକାର। ଏବେ ଯିବା ଆଉ ଏକ ପ୍ରମୁଖ ସମସ୍ୟାକୁ, ମଦଯୁକ୍ତ ଓଡ଼ିଶା। ଏଇଟା ତ ବିଚାର ନୁହେଁ। ଘରେ ଘରେ ମଦ ପହଞ୍ଚେଇବା, ଗାଁ ଗାଁରେ ମଦ ପହଞ୍ଚେଇବା, ସମସ୍ତଙ୍କୁ ମଦୁଆ କରିବା, ଆଉ ରାଜସ୍ୱ ନାଁରେ ଦେଶରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଉଛି, ତା ପାଇଁ ହୁଏତ ଡାଇରେକ୍ଟଲି ନହେଲେ ବି ଇନଡାଇରେକ୍ଟଲି ଉତ୍ତରଦାୟୀ ରହିବାକୁ ପଡ଼ିବ। କାରଣ ଏବେ 70ଟି ନୋଟିଫିକେସନ୍ ବାହାରିଲା, କିଛି ଦିନ ପରେ ପୁଣି ନୋଟିଫିକେସନ୍କୁ ବନ୍ଦ କରାଗଲା। ଆଉ ଯେଉଁଭଳି ଭାବରେ ମଦଟା ହୁ ହୁ ହେଇ ପଡ଼ୁଛି, ଅନେକ ବିଧାୟକମାନଙ୍କର ମଧ୍ୟ କ୍ଷୋଭ ରହୁଛି, ଅନେକ ରାଜନେତାମାନଙ୍କର ମଧ୍ୟ କ୍ଷୋଭ ରହୁଛି। ପ୍ରକୃତରେ ଏଇ ଯେଉଁ ମଦଯୁକ୍ତ ସମାଜ ଆଉ ଗଠନ ପଛରେ କ'ଣ ଉଦ୍ଦେଶ୍ୟ ଅଛି ଆପଣଙ୍କ ସରକାର? ଆପଣ ଆ ଭିତରେ ବହୁତ କଥା ପଚାରିଲେ, ମୁଁ କିନ୍ତୁ ଗୋଟେ ଉତ୍ତର ଦଉଛି ଆଉ ସେଥିରୁ ଆପଣ ବୁଝିଯିବେ ଯେ ଯେବେ ବି ଓଡ଼ିଶା ମଦମୁକ୍ତ ହବ ଆଉ ସେଇଟା ଦେଖିବେ ଭାରତୀୟ ଜନତା ପାର୍ଟି ହିଁ କରିବ, ଆମ ସରକାର ହିଁ କରିବ। ଆପଣ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ। ମାନେ କ'ଣ ମଦୁଆମାନଙ୍କୁ ମାରିକି? ଦେଖନ୍ତୁ, କାହାକୁ ମାରିବାର ଆବଶ୍ୟକତା ନାହିଁ। ତାହେଲେ ଏବେ ଆପଣ ଯେଉଁଭଳି ଭାବରେ ସରକାର ମଦ ନିଶ୍ଚିନ୍ତ ଦୋକାନ ଆପଣ ଭାବରେ ପଦକ୍ଷେପ ବଢ଼େଇଲେଣି, ନେବେ। ଆପଣ ଦେଖିବେ, ମୁଁ ଆପଣଙ୍କୁ ଗୋଟେ ଶବ୍ଦ ଯୋଉଟା କହିଲି ଯେ ଯେବେ ବି ହବ ଆମ ସରକାର ହିଁ ସେ କରିବ, ମଦମୁକ୍ତ ହବ ଓଡ଼ିଶା, ନିଶ୍ଚିନ୍ତ ଆମର ବିଶ୍ୱାସ ଅଛି। ଯେବେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ, ତାଙ୍କଠାରୁ ଗୁଜରାଟବାସୀମାନଙ୍କର ଆଶା ଥିଲା ଏବଂ ସେ ସେକୁ ସଫଳ କରିବାରେ ମଧ୍ୟ ବାସ୍ତବ ରୂପ ଦେବାରେ ମଧ୍ୟ ସକ୍ଷମ ହୋଇଥିଲେ, ଗୁଜରାଟକୁ ମଦମୁକ୍ତ କରିଥିଲେ। ଭାରତୀୟ ଜନତା ପାର୍ଟି ସରକାରରେ ଥିବା ଅନେକ ରାଜ୍ୟ ମଧ୍ୟ ମଦମୁକ୍ତ ରାଜ୍ୟ ଭାବେ ନିଜକୁ ଘୋଷଣା କରିସାରିଛନ୍ତି। ଓଡ଼ିଶାକୁ ଘୋଷଣା କରିବା ପାଇଁ କେତେ ଦିନ ଲାଗିବ ରାଜସ୍ୱ ଭରିଲା ପରେ? ମୁଁ ଆପଣଙ୍କୁ କହିଥିଲି, ଉତ୍ତରଟା ମୁଁ ଆପଣଙ୍କୁ କହିଛି। ନିଶ୍ଚିନ୍ତ ରୂପେ ଆପଣ ଦେଖିବେ ଓଡ଼ିଶା ମଦମୁକ୍ତ ହବ ଆଉ ଭାରତୀୟ ଜନତା ପାର୍ଟି ସରକାର ହିଁ ମଦମୁକ୍ତ କରିବ, ନିଶ୍ଚିନ୍ତ ଆମର ବିଶ୍ୱାସ ଅଛି। ନିଶ୍ଚିନ୍ତ ଆପଣ ଅପେକ୍ଷା କରନ୍ତୁ। ଯେମିତି ଦେଖନ୍ତୁ, ଯେତେବେଳେ ରାମ ମନ୍ଦିର ଯେତେବେଳେ ହୋଇନଥିଲା, ସେମିତି ବହୁତ ଲୋକ ଚିତ୍କାର କରୁଥିଲେ, ଯେମିତି ସତରେ ସେମାନେ ରାମ ମନ୍ଦିର ପାଇଁ ସତରେ ତାଙ୍କ ପ୍ରାଣ କାନ୍ଦୁଛି। କେବେ ତାଙ୍କ ପ୍ରାଣ କାନ୍ଦୁଥିଲା? ସେମାନେ ରାମ ମନ୍ଦିର ନ ହଉ ବୋଲି ଚିନ୍ତା କରୁଥିଲେ, କିନ୍ତୁ ଯେତେବେଳେ ଆମ ସରକାର ଆସିଲା, ଆଉ ଦେଖନ୍ତୁ ସରକାରକୁ ସମୟ ଦିଆଗଲା, ନିଷ୍ପତ୍ତି ହେଲା, ରାମ ମନ୍ଦିର ଆପଣଙ୍କ ସାମ୍ନାରେ ଅଛି। ସେମିତି ବହୁତ ପଦକ୍ଷେପ, 370 ଧାରା ଉଠିଲା, କିନ୍ତୁ ଓଡ଼ିଶାରେ ବି ବହୁତ ଗୁଡ଼ିଏ ସମସ୍ୟା ଯୋଉଟା ଆପଣ କହୁଛନ୍ତି ନିଶ୍ଚିନ୍ତ ଭାବେ ସରକାରଙ୍କ ନଜରରେ ଅଛି। ଗୋଟେ ପରେ ଗୋଟେ କାମ ହଉଛି ଆଉ ହବ, ଆପଣ ଦେଖିବେ। ଏବେ ରାଜନୈତିକ ବାତାବରଣକୁ ଯଦି ଦେଖିବେ, ଆପଣଙ୍କ ସଂଗଠନର ନୂଆ ସ୍ୱରୂପ ତିଆରି ହେବ ଭାରତୀୟ ଜନତା ପାର୍ଟିର। ଆପଣ ଜଣେ ଯୁବ ନେତୃତ୍ୱ, ଆପଣଙ୍କ ସହିତ କିଛି କଥାବାର୍ତ୍ତା ହେଲେଣି? ଆପଣଙ୍କୁ କିଛି ଗୁରୁ ଦାୟିତ୍ୱ ମିଳିବ ସଂଗଠନରେ? ସଂଘ ମୋତେ, ଯେମିତି ମୁଁ ସ୍ୱୟଂସେବୀ ଥିଲାବେଳେ ଯେକୌଣସି ଦାୟିତ୍ୱ ଦେଇଥିଲା ମୁଁ କାମ କରୁଥିଲି। ପାର୍ଟି ମୋତେ ଯାହା ବି କାମ ଦେଇଛି ମୁଁ କରୁଛି, ଆଉ ଯାହା ବି କାମ ଦେବ ମୁଁ କରିବି। କ'ଣ ହବ ନ ହବ ସେ ବିଷୟରେ ମୁଁ କେବେ ଭାବିନି, କି ବି କୌଣସି ଏ ବିଷୟରେ ଆଲୋଚନା ହେଇନି, କି ମୋତେ ଏ ବିଷୟରେ କୌଣସି କଥା କିଛି କହିନାହାନ୍ତି। ଏବେ ମଧ୍ୟ ଆପଣଙ୍କର ରାଜନୈତିକ ଯାତ୍ରା ଆପଣଙ୍କ ଫିଲ୍ଡରେ, ମଇଦାନରେ ଚାଲିଛି। ଯେଉଁମାନେ ଆପଣଙ୍କ ସହିତ ଇଲେକ୍ସନ ସମୟରେ ଯୋଡ଼ି ହେଇକି ଥିଲେ, ସେମାନଙ୍କୁ ବିଧାୟକଙ୍କ ସମର୍ଥନ ମିଳୁଛି? ଦେଖନ୍ତୁ, ଆମେ ଦଳରେ ଯୋଉମାନେ ମୋ ସହିତ କାମ କରୁଥିଲେ ଆଜି ମୋ ସାଙ୍ଗରେ ଅଛନ୍ତି। ଆମେ କାହାର ସରକାର ଭାରତୀୟ ଜନତା ପାର୍ଟିର ଅଛି, ସରକାର ତରଫରୁ ସହଯୋଗ ମିଳୁଛି, ଆମେ କାମ କରୁଛୁ। ଆପଣ ଜଣେ ଯୁବ ଚେହେରା, ଯୁବକ ମଧ୍ୟ, ପରିବାରରେ ବି ବହୁତ ଆଶା ଥିବ। ମୁଁ କେଉଁ ବିଷୟରେ ଆପଣଙ୍କୁ ପଚାରିବାକୁ ଚାହୁଁଛି, ଆପଣ ହୟତ ଅନୁମାନ ଲଗେଇ ପାରୁଥିବେ। ଘରେ ସବୁ ମା ବାପାଙ୍କର ଇଚ୍ଛା ଭଳି ଆପଣଙ୍କ ମା ବାପାଙ୍କର ମଧ୍ୟ ଇଚ୍ଛା ଥିବ। ଆପଣ ଏକମାତ୍ର ପୁତ୍ର ବି, ମା ବାପାଙ୍କର ଆଶା ପୂରଣ ହେବ, ଆପଣ ବିବାହ କରିବେ? ମୁଁ କହିସାରିଛି ୟା ପୂର୍ବରୁ ସଂଘର କଥା ଆପଣ ଯେତେବେଳେ ପଚାରିଲେ ଯେ ମୋ ଜୀବନର ଆଦର୍ଶ ହେଉଛନ୍ତି ସଂଘର ପ୍ରଚାରକ ମାନେ, ମୁଁ ସେଇ ଜୀବନ ବଞ୍ଚିବା ପାଇଁ ବହୁତ ମୋର ଇଚ୍ଛା ଥିଲା ଆଉ ମୁଁ ସେଇ ଜୀବନ ଏବେ ବି ବଞ୍ଚୁଛି। ଆଉ ମା ବାପା ବି ଧୀରେ ଧୀରେ ସେ ବିଷୟ ବୁଝି ସାରିଛନ୍ତି। ସମସ୍ତଙ୍କ ସହମତି ଭିତରେ ମୋ ଜୀବନଟି ଚାଲିଛି। ଆଉ ବାପା ମାଙ୍କର ଆଶୀର୍ବାଦ ମଧ୍ୟ ମୋ ଉପରେ ଅଛି। ଆଉ ମୁଁ ଯାହା ବି କରେ ତାଙ୍କର ସବୁବେଳେ ମୋ ପ୍ରତି ସମର୍ଥନ ଆଶୀର୍ବାଦ ରହିଛି। ଆପଣ ଯୋଉ କଥାଟି ପଚାରିଲେ, ମୋ ଜୀବନଟି ଏଇଭଳି ହିଁ ରହିବ। ନିଶ୍ଚିତ ଭାବରେ ଆପଣଙ୍କର କାର୍ଯ୍ୟକ୍ରମ ଏଇଭଳି ଚାଲି ରହୁ। ଆପଣ ଯେମିତି ଯୁବକମାନଙ୍କୁ ଉଦ୍ବୁଦ୍ଧ କରୁଥିଲେ ହିନ୍ଦୁ ଜାଗରଣ ମଞ୍ଚର ସଂଯୋଜକ ହିସାବରେ ଏବଂ ଅନ୍ୟାନ୍ୟ ମହାବିଦ୍ୟାଳୟ ପ୍ରମୁଖ ହିସାବରେ, ସେହିଭଳି ଭାବରେ ମଧ୍ୟ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଅଗ୍ରସର ହେଉ। କାରଣ ଆପଣଙ୍କ ଭଳି ବ୍ୟକ୍ତିତ୍ୱ, ଆପଣଙ୍କ ଭଳି ସଂଗଠକ ମଧ୍ୟ ଭାରତ ମାତାକୁ ଆବଶ୍ୟକତା ଅଛି। ଭାରତକୁ ବିଶ୍ୱଗୁରୁ ଭାବେ ପରିଚାଳିତ କରିବା ପାଇଁ, ଭାରତକୁ ବିଶ୍ୱଗୁରୁ ଆସନରେ
ଅଧିଷ୍ଠିତ କରାଇବା ପାଇଁ କିଛି ଲଢ଼ୁଆ ଯୁବକମାନଙ୍କର ମଧ୍ୟ ଆବଶ୍ୟକତା ଅଛି। ମୁଁ ଭାବୁଛି ହୁଏତ ସେସବୁ ଗୁଣରେ ଆପଣ ଭରପୁର ଅଛନ୍ତି। ଆପଣଙ୍କ ଠାରୁ ମଧ୍ୟ ଆମର ଆଶା ରହିବ ଆପଣ ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଭଳି ଏ ରାଜନୀତିର ପଶାପାଲିରେ ପଡ଼ି ପୁଣି ଆପଣଙ୍କ ବିଚାରକୁ ଭୁଲି ନ ଯାଆନ୍ତୁ। ବିଚାରର ସହିତ ରହିକି କେମିତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଥମ ସରସଂଘ ଚାଳକ, ଦ୍ୱିତୀୟ ସରସଂଘ ଚାଳକ ଏବଂ ବର୍ତ୍ତମାନର ସରସଂଘ ଚାଳକ ତାଙ୍କର ଯେଉଁ ଆଶା, ଯେଉଁ ଆକାଂକ୍ଷା, ଯେଉଁ ବିଚାର ରହିଛି ଭାରତକୁ ନେଇକି, ହିନ୍ଦୁ ସମାଜକୁ ନେଇକି, ସମସ୍ତ ମାନବ ସମାଜକୁ ନେଇକି ସେ କିଭଳି ସାଧିତ ହେଇପାରିବ ଆପଣ ସେଥିରେ ବ୍ରତୀ ରୁହନ୍ତୁ। ଆମର ମଧ୍ୟ ସେଇ ଆଶା ରହିବ ଆପଣଙ୍କ ଠାରୁ, କାରଣ ଆପଣମାନଙ୍କୁ ଦେଖିକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତି ଅନ୍ୟମାନେ ଆକୃଷ୍ଟ ହୋଇଥାନ୍ତି। ଯଦି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କୌଣସି ସ୍ୱୟଂସେବକ ଯେତେବେଳେ ଉଚ୍ଚ ଆସନରେ ବସିଯିବ, ତାକୁ ଯଦି ଆସନ ଅନୁସାରେ ପରିଚାଳିତ ହେବାକୁ ପଡ଼ିବ, ହୁଏତ ଲୋକମାନେ ମନଉଣା କରିବେ। ତେଣୁକରି ବିଚାରରୁ କେବେ ନ ହଟେଇ କେମିତି ଦେଶର ସାର୍ବଭୌମତ୍ୱ ରକ୍ଷା କରାଯାଇପାରିବ, ସଂଘର ବିଚାରକୁ ଚାରିଆଡ଼େ ପ୍ରଚାର ପ୍ରସାର କରାଯାଇପାରିବ, ଭାରତ ବିଶ୍ୱଗୁରୁ ହୋଇପାରିବ, ସେଇ ଦିଗରେ ଆପଣ ଅଗ୍ରସର ହେବେ ବୋଲି ଆମର ଆଶା ଓ ଆକାଂକ୍ଷା। ନିହାତି ଭାବରେ ଆପଣ ଆମକୁ ସମୟ ଦେଲେ, ସଂଘର ବିଚାର ରଖିଲେ। ଯେଭଳି ଭାବରେ ଶତାବ୍ଦୀ ବର୍ଷରେ ଆମକୁ ଆବଶ୍ୟକତା ଥିଲା ସଂଘ ବିଷୟରେ କିଛି ସମ୍ୟକ ଜାଣିବା, ଆମେ ମଧ୍ୟ ଜାଣିଲୁ। ଦେଖନ୍ତୁ ସବୁବେଳେ ଆମେ ବିଚାରକୁ ନେଇକି ଚାଲିଛୁ, ଆଗାମୀ ଦିନରେ ମଧ୍ୟ ବିଚାରକୁ ନେଇକି ଚାଲିବୁ ଏବଂ ଏ ବିଚାରକୁ ଛାଡ଼ିକି ଆମେ କେବେ ବଞ୍ଚି ହିଁ ପାରିବୁନି। ବିଚାର ଆମ ପାଇଁ ସବୁ କିଛି। ଆଉ ସଂଘର ଏବଂ ସଂଘର ପ୍ରଚାରକମାନଙ୍କର ଯେଉଁ ଆଶୀର୍ବାଦ, ଯେଉଁ ଆଶା ଆକାଂକ୍ଷା ରହିଛି, ମୁଁ ଈଶ୍ୱରଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରିବି ଏବଂ କରୁଛି ମଧ୍ୟ ଯେ ମୁଁ କେବେ ବିଚାରରୁ ନ ହଟେ। ଆମେ କ'ଣ କାମ କରୁଛୁ ନ କରୁଛୁ, ଆମକୁ କିଏ କ'ଣ ଭାବେ ଦେଖୁଛନ୍ତି ସେଇଟା ଜନତା, ସାଧାରଣ ଅନ୍ୟମାନେ ଆମକୁ କହିବେ, କିନ୍ତୁ ଆମେ ନିଜ ବିଷୟରେ ତ କହିପାରିବୁନି ନା। ତେଣୁକରି ଗୋଟେ ଜିନିଷ, ସଂଘ ଯେଉଁ ବିଚାର ଦେଇଛି ଆମକୁ, ସେ ବିଚାରକୁ ନେଇକି ଆମେ ଚାଲୁଛୁ ଆଉ ଚାଲିବୁ ମଧ୍ୟ। ଆଜ୍ଞା, ଅନେକ ଅନେକ ଧନ୍ୟବାଦ ଆପଣଙ୍କର ସମୟ ପାଇଁ।